ଆଜିର ଭିଡ଼ିଓ ଗୋଟେ ଆରମ୍ଭ କରିବା। କାଲି କ୍ରିକେଟ ଖେଳ କଟକରେ ଚାଲିଥିବାରୁ ଆଉ ଭିଡ଼ିଓ ହୋଇପାରିଲାନି। ଭାବିଥିଲି ଖେଳ ଉପରେ ଭିଡ଼ିଓଟିଏ କରିବି, ଈଶ୍ୱରଙ୍କର ଇଚ୍ଛା ବୋଧେ ନଥିଲା। ଆଜି ସେକେଣ୍ଡ ଭିଡ଼ିଓଟା ହୁଏଟ କଲେ କରିପାରେ, ଅନୁଶୀଳନ କରିବା ଖେଳର। କିନ୍ତୁ ଆଜି ଗୋଟିଏ ସୁନ୍ଦର ଟପିକଟିଏ ଆଖି ଆଗକୁ ଆସିଲା। ଜ୍ଞାନ ହିଁ ମୋକ୍ଷର। ଯଦି ଜ୍ଞାନ ସୃଷ୍ଟି ହେଇଗଲା, ମୋକ୍ଷ ପ୍ରାପ୍ତି ହେଇଗଲା। ଯେତିକି ଯେତିକି ଜ୍ଞାନ ବଢ଼ିବ, ମୋକ୍ଷ ଆଡ଼କୁ ରାସ୍ତାଟା ସେତିକି ବଢ଼ିବ। ମୋକ୍ଷ ମାନେ କ'ଣ? ଆମେ ମୋକ୍ଷକୁ କେଉଁ ହିସାବରେ ଦେଖୁଛେ? ସବୁ ଧର୍ମରେ ସ୍ୱର୍ଗ ନରକ ଏସବୁ ଲେଖା ହେଇଛି, କିନ୍ତୁ ହିନ୍ଦୁ ସଂସ୍କୃତିରେ ଆଉ ଗୋଟେ ଷ୍ଟେପ୍ ଆଗକୁ ଯାଇଛି, ଯେଉଁଟା ଆମେ କହୁଛେ ପୁରା ଜୀବନ ମୃତ୍ୟୁର ଚକ୍ରରୁ ବାହାରି ଯିବା ହିଁ ହେଉଛି ମୋକ୍ଷ। ଆମେ ପୁଣି ଥରେ ମାତୃଗର୍ଭକୁ ଆସିବାନି, ପୁଣି ଭୂମିଷ୍ଠ ହେବାନି, ପୁଣି କିଛି ଭୋଗିବା, ପୁଣି ମରିବା, ପୁଣି ମାତୃଗର୍ଭକୁ ଆସିବା, ପୁନରପି ଜନନ ପୁନରପି ମରଣ। ଏଇଥିରୁ ବାହାରି ଯିବାକୁ କୁହାଯାଉଛି ମୋକ୍ଷ ପ୍ରାପ୍ତି ହେବା। କେହି ତାକୁ କୈବଲ୍ୟ ପ୍ରାପ୍ତି ବି କହୁଛନ୍ତି। ବିଭିନ୍ନ ଶବ୍ଦ ମଧ୍ୟ ୟା ପାଇଁ ରହିଛି। ତଥାପି ଯେପର୍ଯ୍ୟନ୍ତ ଆମେ ଅଜ୍ଞାନର ଅନ୍ଧକାର ଭିତରେ ରହିଛେ, ଆମ ଜୀବନରେ ଅସନ୍ତୋଷ, ଭୟ ଏସବୁ ଜିନିଷ ରହିଛି, ତ ଆମେ ମୋକ୍ଷ ହେଇପାରିବାନି। ଆମେ ଜ୍ଞାନଠୁ ବହୁତ ଦୂରରେ ଅଛି। ତେଣୁକରି ଯେପର୍ଯ୍ୟନ୍ତ ଆମେ ଜ୍ଞାନ ଭିତରକୁ ପ୍ରବେଶ ନ କରିବା, ଜ୍ଞାନର ଟର୍ଚ୍ଚରେ ନ ଆଗେଇବା, ଟର୍ଚ୍ଚ ନାହିଁ, ଜ୍ଞାନ ପାଖକୁ ଚାଲିଗଲେ ପୁରା ଦିନ ପରି ଆଲୁଅ ଆମେ ଚାଲୁଛେ। ଯଦି ଆମେ ଦୁଃଖରୁ ମୁକ୍ତି ହେବାକୁ ଚାହୁଁଛେ, ତ ଆମକୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ, ଅନୁଭବରେ ନେବାକୁ ପଡ଼ିବ, ଆତ୍ମଚିନ୍ତନ କରିବାକୁ ପଡ଼ିବ। ଏସବୁ ନ କଲେ ଆମେ ଜ୍ଞାନ ଆହରଣ ଆଗକୁ ରାସ୍ତା ଯାଇପାରୁନି ବୋଲି ନିଜକୁ ଭାବି ନେବା ଉଚିତ। କ'ଣ କରାଯିବ? ତେଣୁକରି କୁହାଯାଇଛି ଅଜ୍ଞାନତା ହିଁ ଦୁଃଖ। ସଂସାରଟା ଦୁଃଖ। ବୁଦ୍ଧଦେବ ବି କହିଥିଲେ, ତାଙ୍କର ଯେଉଁ ଜିନିଷକୁ ସେ ଉପଲବ୍ଧି କରିଥିଲେ, ସେଇଥିରେ ସେ କହିଥିଲେ ସଂସାର। ଆମେ ବି ରାଜି ଅଛେ ସଂସାର ହିଁ ଦୁଃଖ, କିନ୍ତୁ ମୁଁ ଟିକେ ସେଥିରୁ ଡିଫର କରୁଛି। କ୍ଷମା କରିବେ। ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ରହିଛି। ଯେହେତୁ ଆମେ କର୍ମ କରିଛେ, କର୍ମ କରି ଏଠିକି ଆସିଛେ ଏବଂ ଏ ଧରାଧାମକୁ ଆମେ ଓହ୍ଲେଇଛେ। କୌଣସି କର୍ମ ଆମର ବାକି ନଥିଲେ ଆମେ ଏ ଜନ୍ମ ପାଇନଥାନ୍ତେ। ତେଣୁକରି ଆମେ ସବୁବେଳେ ଭଲ କର୍ମ କରିଚାଲିବା ଉଚିତ। ଏବଂ ଭଲ ପାଣି ଯେମିତି ଆମେ ପିଇବାକୁ ଇଚ୍ଛା କରନ୍ତି, କିନ୍ତୁ ସବୁ ପାଣି ଆମେ ସାଙ୍ଗେ ସାଙ୍ଗେ ପିଇ ପାରନ୍ତିନି। ମୁହଁ ବୁଡ଼େଇ କୂଅରୁ ପାଣି ପିଇ ହେବନି। ବିଶୋଧନ କରି ପାଣିକି ପିଆଯିବ, ଜ୍ଞାନ ସେଠି ରହିଛି। ତେଣୁକରି ପାଣି ଯେଉଁ ଆସୁଛି ସେ ଆମ ଷ୍ଟକ୍କୁ ଯାଉଛି, ଷ୍ଟକ୍ରୁ ଆମେ ଆମ ଟାଙ୍କିରୁ ପାଣି ପିଉଛେ ଯେତେବେଳେ ଦରକାର, ସଫାସଫି କରି ବା ଉଷୁମ କରି ବା ତାକୁ ବିଶୋଧନ କରି ଜଳ ଗ୍ରହଣ କରୁଛେ। ଦୁଃଖ ସବୁବେଳେ ଅଛି। ଶରୀର ଅଛି ମାନେ ବ୍ୟାଧି ଅଛି। ଶରୀର ଅଛି ମାନେ ଗୁଡ଼େ ପରିସ୍ଥିତି ଅଜାଣତରେ ବି ଆପଣଙ୍କ ପାଖକୁ ଆସିବ। ସେ ପରିସ୍ଥିତି ହିଁ ଭଗବାନ ହିଁ ସୃଷ୍ଟି କରାଇଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସେକେଣ୍ଡରେ ତାଙ୍କର
ଅନୁକମ୍ପା ବିନା ଆମର ସାଧୁସନ୍ଥ କହିଛନ୍ତି ପତ୍ର ମଧ୍ୟ ହଲେ ନାହିଁ। ଏହା ବି ନିରାଟ ଭାବରେ ସତ୍ୟ। ଏହା ନିରାଟ ଭାବରେ ସତ୍ୟ। କିନ୍ତୁ ଦୁଃଖ ଦୁଃଖ ଆମକୁ କେଉଁଠୁ ଆସୁଛି? ଆମକୁ ଭାବନାରେ ଦୁଃଖ ଆସୁଛି। ଯେତିକି ଦୁଃଖ ଆମେ ନ ପାଇଛେ ପ୍ରକୃତ ଜୀବନରେ, ସେତିକି ଦୁଃଖ ଆମର ମାନସିକ ଭାବରେ ଚାଲି ଆସୁଛି। ଏଇ ଉଦାହରଣ ଛଳରେ କହିବି, ଆମ ପୁଅ ପାଠ ପଢ଼ୁଛି, ତାର ଭବିଷ୍ୟତ କ'ଣ ହେବ? ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିଗଲା। ବର୍ତ୍ତମାନ କେବଳ 3-4ଟି ଚାକିରି ବଞ୍ଚି ରହିବ, ବାକି ସବୁ ଧୀରେ ଧୀରେ ଲୋପ ପାଇଯିବ। ଆମ ଛୁଆ ପଞ୍ଚମ ଷଷ୍ଠ ବା ପାଠ ଆରମ୍ଭ କରୁଛି। ସିଏ ଯେତେବେଳେ 20-22 ହେବ, ତାକୁ ରୋଜଗାର କରିବା ପାଇଁ କୁଆଡ଼ୁ କ'ଣ ଆସିବ? ଆମେ ଯଦି ଚିନ୍ତା ବର୍ତ୍ତମାନଠୁ କରି ନିଜର ମନକୁ ଦୁର୍ବଳ କରିଦେବା, ଆମେ ଭାଙ୍ଗି ପଡ଼ିବା, ତାହେଲେ ଏଇଟା ମାନସିକ ଦୁଃଖ। ଏ ଦୁଃଖ ସୋସାଇଟିରେ ସମସ୍ତଙ୍କ ପାଖକୁ ଆସିବ, କାରଣ ଏଇଟା ସମସ୍ତଙ୍କର ପାଇଁ। ଏଇଟା ସାମୂହିକ ଦୁଃଖ, ରାଷ୍ଟ୍ରୀୟ ଦୁଃଖ, ଏଇଟା ଟୋଟାଲ ପୃଥିବୀର ଦୁଃଖ। ତେଣୁକରି ଏହାର କିଛି ନିରାକରଣ ନିଶ୍ଚୟ ବାହାରିବ। ଆମେ ସେଥିପାଇଁ ଆମର ଯେତିକି ଉଦ୍ବେଗ ପ୍ରକାଶ କରିବା କଥା ସେତିକି କରିବା। ଆମେ ସେଇଟା ଚିନ୍ତିତ କରି ଆମର ମାନସିକ ଦୁଃଖକୁ ବଢ଼େଇବା ଅନୁଚିତ। ଦ୍ୱିତୀୟ ଦୁଃଖ ଶାରୀରିକ। ମନେକର କିଛି ଶରୀର ଦୁଃଖ ହେଇଛି, ସେ କ୍ଲେଶଟା ଆମକୁ ଭୋଗିବାକୁ ହେବ। ଆମେ ଏମିତି ଭାବିବା ଉଚିତ ଯେ ମୋର କୌଣସି ମିଷ୍ଟେକ୍ ଥିଲା, ଯଦ୍ୱାରା କି ଏ କ୍ଲେଶଟା ମୋତେ, ନହେଲେ ପ୍ରଭୁ କାହିଁକି ମୋତେ ସେ ଜାଗାକୁ ନେଇଥାନ୍ତେ? ତ ଆମେ ଚିନ୍ତା କରିବା ଉଚିତ ଯେ ସେ ଦୁଃଖ ଆମର ଗୋଟେ ସେଟଲମେଣ୍ଟ ହେଉଛି। ଯେମିତି ଏମିତି ଭାବନ୍ତୁ, ଏଇ 2 ଦିନ ତଳେ କ୍ରିକେଟ ଖେଳିଯିବେ ବୋଲି, ଏ ଖେଳ ଦେଖିଯିବା ପାଇଁ ମୋ ପୁଅ ବସିଥିଲା। ସିଏ ହଠାତ୍ ଗୋଟେ ଜାଗାରେ ପାଇଲା ଯେ ଖେଳ ଦେଖିବାକୁ ଟିକଟ ହେଉଛି। ସେ ଟିକେ ଗଭୀର ଭାବରେ ତାକୁ ଦେଖିନି, ଏଇଟା ଉଦାହରଣ ଛଳରେ ମୁଁ ଆପଣଙ୍କୁ, ସେ ସେଠି 2000 କେତେ ଟଙ୍କା ଦେଇ ଯୋଡ଼ିଏ ଟିକେଟ, ଗୋଟିଏ ତା ପାଇଁ ଗୋଟିଏ ମୋ ପାଇଁ କଲା। ସେପଟେ ମୋ ବୋହୂ ଏବଂ ମୋ ସ୍ତ୍ରୀ କହୁଛନ୍ତି ଆମେ ବି ଯିବୁ ଦେଖି, କିନ୍ତୁ ସେ ମାତ୍ର ଯୋଡ଼ିଏ ଟିକେଟ କଲା। କିନ୍ତୁ ଦେଖିଲା ବେଳକୁ ସେ ଟିକେଟ 2ଟା ଯାକ ଗାଜିଆବାଦରେ ଗୋଟେ ହୋଟେଲରେ ବଡ଼ ସ୍କ୍ରିନ୍ରେ ଦେଖିବା ପାଇଁ ସେ ଟିକେଟ। ସେ ତ ପଇସା ଆଉ ଫେରାଇଲାନି, ସେ ଅଲଗା କଥା। କିନ୍ତୁ ମୋ ପୁଅ ଛିଛାକର ହେଲା। ମୁଁ ତାକୁ କହିଲି, ତୁ ଅନ୍ୟ କାହାକୁ ଠକିଛୁ, ଯଦ୍ୱାରା କି ତୁ ଗୋଟେ ଠକାମିରେ ପଡ଼ିଗଲୁ। ନା ମୁଁ ପଢ଼ିନି। ସେ ପଢ଼ିବ କ'ଣ? ତୁମକୁ ଦେଖାଯିବନି, ଲେଖା ହେଇଥିଲେ ବି ତୁମକୁ ଦେଖାଯିବନି। ଯେତେବେଳେ କର୍ମର ସେଟଲମେଣ୍ଟ ହେବ, ସବୁ ଜିନିଷ ତୁମେ ଜାଣୁଥିବ ସେଟଲମେଣ୍ଟ ହେଇଯିବ। ମୁଁ ସେଇଟାକୁ ସେଟଲମେଣ୍ଟ କହୁଛି। ଏବଂ ଘରେ ଆମର ଦୁଃଖ ପ୍ରବେଶ କରିଗଲା। ମୋ ବୋହୂ ଏବଂ ମୋ ସ୍ତ୍ରୀ ଉଭୟ ଟଙ୍କା 2000 ଚାଲିଗଲା। 2000ରେ ଆମେ 2-4 ଥର ପରିବା କିଣି ଖାଇପାରିଥାନ୍ତେ, ଘରର ଅନ୍ୟ ଖର୍ଚ୍ଚ ହେଇପାରିଥାନ୍ତା। ତୁମେ ସବୁ କେହି ନ ବୁଝି ନ ସୁଝିକିରି କରୁଛ, ଠିକ୍ ଅଛି। ଏଠି ବି ଆସିଲା ଅଜ୍ଞାନତା ହିଁ ଦୁଃଖ। ଯଦି ସେ ପ୍ରପରଲି ପଢ଼ିଥାନ୍ତା, ତାହେଲେ ଏ ଦୁଃଖଟା ସେ ପାଇନଥାନ୍ତା। ଜ୍ଞାନର ଅଭାବରୁ ଏହା ହିଁ ହେଇଛି, ଏଇଟା ସତ। କିନ୍ତୁ ମୋ ଜାଣିବାରେ ଯେଉଁଟା ସେଟଲମେଣ୍ଟ ହେଲା, ଯାହା ହେଲା, ଏଇଟା ଗୋଟେ ପୂର୍ବ କର୍ମର ସେଟଲମେଣ୍ଟ। ସେତିକି ଭାବି ଏକୁ ଭୁଲିଯିବା ଉଚିତ ଏବଂ ଆଗକୁ, ଠିକ୍ ଅଛି, ପ୍ରତ୍ୟେକ ଲୋକ ଜୀବନରେ କିଛି ଭଲ ହେଇଛି, କିଛି ମନ୍ଦ ହେଇଛି। ଭଲର ଫଳ ମଧ୍ୟ ଆମେ ପାଉଛେ, ମନ୍ଦର ଫଳ ମଧ୍ୟ ଆମେ ପାଉଛେ। ତେଣୁକରି ଆମେ ମନ୍ଦର ଫଳ ପାଇଲେ ବୋଲି ଭାବିଲେ ଆହୁରି ଭବିଷ୍ୟତଟା ବା ବର୍ତ୍ତମାନଠୁ ଯେଉଁ ଭବିଷ୍ୟତଟା ଅଛି, ସେଟା ବଡ଼ କଷ୍ଟ ପାଇବା। ତେଣୁକରି ଏଠି ଭଗବାନଙ୍କର ଛୋଟ ଜ୍ଞାନଟିଏ ଲଗେଇବା। ଯାହା ହେଇଯାଇଛି କୃଷ୍ଣ କହିଛନ୍ତି,
ଯାହା ହେଇଯାଇଛି ଆଉ ତୁମେ ବଦଳେଇ ପାରିବନି, ଯାହା ହବ ତୁମେ ଆଉ ଅଟକେଇ ପାରିବନି। ତୁମ ହାତରେ କେବଳ ଅଛି ବର୍ତ୍ତମାନର ସମୟ। ବିବେକ ତୁମ ପାଖରେ ଅଛି, ତୁମେ ଭଲ କରିବ ବା ମନ୍ଦ କରିବ, ଦୁଇଟା ଜିନିଷ ତୁମ ହାତରେ ଅଛି। ତେଣୁକରି ଆପଣମାନେ ଚିନ୍ତା କରନ୍ତୁ, ଆମେ ଆଜିଠାରୁ ମାନୁଛି ଆସିବ, ମଣିଷ ଅଛି, ଅତୀତକୁ ରଖିବାର ଷ୍ଟୋର ରୁମ୍ ଅଛି, ବିଚାର ଅଛି, ବିବେକ ଅଛି, ସବୁ ଅଛି। ଆମକୁ ଅତୀତର କଥା ଆସିବ, କିନ୍ତୁ ଆମେ ଚେଷ୍ଟା କରିବା ଉଚିତ ସେଠୁ ଆମେ ଦୂରେଇ ଯିବା, ତାକୁ ଆମେ ଆଉ ବଦଳେଇ ପାରିବାନି। ଯଦିବା ଆମେ କିଛି ଦୋଷ ଦଣ୍ଡ ଏସବୁ କରିଛେ, ତାର ସେଟଲମେଣ୍ଟ ଯଦି ହେଇଛି ଠିକ୍ ଅଛି, ନଚେତ୍ ସେଟଲମେଣ୍ଟ ହବ, ତାକୁ ବି ଆମକୁ ଫେସ୍ କରିବାକୁ ପଡ଼ିବ ଏବଂ ଆମକୁ ମାନିବାକୁ ପଡ଼ିବ। ସେ ସେଟଲମେଣ୍ଟ ହୁଏତ ଯଦି ଆପଣ ପ୍ରଭୁଙ୍କ ନାଁ ବର୍ତ୍ତମାନ ଡାକୁଥିବେ, ପର୍ବତଟା ସୋରିଷ ହେଇ ଚାଲିଯିବ। ତେଣୁକରି ସବୁବେଳେ ପ୍ରଭୁଙ୍କ ନାଁ ସ୍ମରଣ ରଖିବା ଉଚିତ। କିନ୍ତୁ ଆଉ ଗୋଟେ ଜାଗାରେ କୁହାହେଇଛି, ମୁଁ ଏବେ ଦିନେ ପଢ଼ୁଥିଲି, ପ୍ରଭୁଙ୍କ ନାଁ ନେବାକୁ ହେଲେ ବି ତାଙ୍କର ଇଚ୍ଛା ନହେଲେ ତୁମେ ନେଇପାରିବନି। ଯେମିତି ଆମର କୁହାହେଇଛି, ଡୋରି ନ ନାଗିଲେ ପୁରୀ ଯାଇ ହେବନି, ବିନା ଡୋରିରେ ଯିବନି ପୁରୀ, ଗଲେ ମଧ୍ୟ ତୁମେ ଯାଇପାରିବନି। ପ୍ରଭୁଙ୍କ ଡୋରି ଦରକାର। ଖାଲି ପୁରୀ କଥା ନୁହେଁ, ସମସ୍ତ ଦେବା ଦେବୀ ଆମେ ଯାହାକୁ ବି ମାନୁଛେ, ତାଙ୍କ ଡୋରି ନ ଲାଗିଲେ ଆମେ ତାଙ୍କ କଥା ଭାବନା କରିପାରିବାନି। ମୋର ଆଜି ପଇସା ଦରକାର କୌଣସି ଖର୍ଚ୍ଚ କରିବା ପାଇଁ, ମୁଁ ବର୍ତ୍ତମାନ ଯିବି ରୋଜଗାର କରି ଆଣିଲେ ସେ କାମଟା କରିବି। ଆମେ ତ ସବୁଦିନେ ଯାଉଛେ ରୋଜଗାର କରିବାକୁ, ସେ ପଇସା ଆମେ କିଛି କିଛି ରଖୁଛେ, ସେଇଥିରେ ଆମେ ଆଜିର ଖର୍ଚ୍ଚ ଚଳାଉଛେ ଏବଂ ପୁଣି ଆଜି ବି କିଛି ରୋଜଗାର କରୁଛେ, ସେଟା ସେଥିରେ ରଖୁଛେ। ସେମିତି ପ୍ରଭୁଙ୍କ ନାଁର ଗୋଟେ ରେକରିଂ ଡିପୋଜିଟ୍ ହେଉ, ଗୋଟେ ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟ ହେଉ, ଗୋଟେ ଫିକ୍ସ ଡିପୋଜିଟ୍ ହେଉ, ପ୍ରଭୁଙ୍କ ନାଁର ଗୋଟେ ଆମେ କରିକିରି ରଖିଥିବା ଉଚିତ। ତାହେଲେ ଆମକୁ ଭବିଷ୍ୟତର କର୍ମରେ ସେଟା କାମ ଦେବ। ସେ ଯେଉଁ ସଞ୍ଚୟ, ପ୍ରଭୁଙ୍କ ନାଁର ସଞ୍ଚୟ ହୁଏତ ଉନ୍ନତ ମାନସିକ ସ୍ତରକୁ ସାଧୁମାନେ ଯାଇ ବିଶେଷ ସଞ୍ଚୟ କରନ୍ତି। ତାଙ୍କୁ ପାର୍ଥିକ ଭୌତିକ ଜିନିଷ ଉପରେ କୌଣସି ପ୍ରକାରର କଷ୍ଟ ଲାଗେ ନା। କିନ୍ତୁ ଆମେ ଯେଉଁମାନେ ଏ ସମାଜରେ ଚଳୁଛେ, ସାଧୁମାନେ ବି ସମାଜରେ ଚଳନ୍ତି, କିନ୍ତୁ ସେମାନଙ୍କର ପ୍ରଭୁଙ୍କ ପ୍ରତି ଯେଉଁ ନମ୍ରତା, ଯେଉଁ ପ୍ରକାରର ଭାବନା, ଯେଉଁ ପ୍ରକାରର ସେବା ସେମାନେ ପ୍ରଭୁଙ୍କର କରନ୍ତି, ଆମେ ପ୍ରଭୁଙ୍କୁ ଗୃହସ୍ଥ ହିସାବରେ ଶାସନମାନେ ତାଙ୍କୁ ପ୍ରଣାମ କରିବା, ତାଙ୍କ ପ୍ରତି ନିଜର ନିଷ୍ଠା ପ୍ରଦର୍ଶନ କରିବା, ତାଙ୍କୁ କୌଣସି ବା ପୁରୁଣା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା, ଭବିଷ୍ୟତରେ ତାଙ୍କ ନାଁ ଧରି ଚାଲିବା ପାଇଁ ଆମ ସାଙ୍ଗରେ ସେ ଆସନ୍ତୁ ବୋଲି ଆମେ ତାଙ୍କୁ ନିମନ୍ତ୍ରଣ କରିବା। ଏହା ହିଁ ହେଉଛି ଆଜିର ମୁଖ୍ୟ ସମ୍ବାଦ ଆପଣମାନଙ୍କ ପାଇଁ ବା ସନ୍ଦେଶ ବୋଲି ଭାବନ୍ତୁ। ତେଣୁକରି ପ୍ରଭୁଙ୍କ ନାଁର ଗୋଟେ ଆକାଉଣ୍ଟ ଖୋଲାଯାଉ ଏବଂ ପ୍ରଭୁଙ୍କୁ ନିଶ୍ଚିତ ଭାବରେ ଥରେ ଦୁଇଥର ଚେଷ୍ଟା କରି ସକାଳେ ସଞ୍ଜେ ଟିକିଏ ତାଙ୍କ ନାଁ ନିଆଯାଉ ଏବଂ ତାଙ୍କ ଖାତାରେ କିଛି କିଛି ପ୍ରଭୁ ସ୍ମରଣର ଜମା ପୁଞ୍ଜି ସେଠି ଡିପୋଜିଟ୍ କରାଯାଉ, ଯେଉଁଟା ଭବିଷ୍ୟତରେ ଆମର କାମକୁ ଆସିବ ଏବଂ ବର୍ତ୍ତମାନ ବି ନିର୍ମଳ ହେଇଯିବ। ବର୍ତ୍ତମାନ ଯଦି ଆମେ ପ୍ରଭୁଙ୍କ ନାଁ ଧରି ଚାଲିବା, ଆମେ କେବେଟେ କୂଟ କପଟ ଏସବୁ ଯେଉଁ ସାଂସାରିକ ଜିନିଷଠୁ ଦୂରେଇ ଯିବା
कम से कम से समय पाए अतीत को आम बदल पारानी भविष्य कौन हवा आम जाने तेणुक आम प्रभु को ना नवा आ प्रभु को स्मरण करवा कम से कम आम प्रभु पाखे आम ना गोटे खाता खोलिबा जो किछि किछि पुण्य संचय करने को मु आपण मानकु अनुरोध करिबे एवं आजिर वक्तव्य मु एठी शेष करुची। आमे निश्चित भाव में प्रभु ना नवा काली आउ गोटे सुंदर टॉपिक उपरे आमे आलोचना करिबा। एई प्रभु को खातार पु से जमा पूंजी रखिबा रहुची। खुशी लगिले सब्सक्राइब करिवे। मत ऊपर तल करिवार अधिकार आपणकर अछि। बेल आइकन मध्य दबाई पारंती। नमस्कार।